ପ୍ରେମମୟ ଈଶ୍ୱରଙ୍କ ସାକ୍ଷାତରେ ଏବଂ ଏହି ଉପାସନା ବୃନ୍ଦ ସହିତ ଏହି ଯୁବକ ଯୁବତୀଙ୍କ ପବିତ୍ର ବିବାହ ବନ୍ଧନରେ ଆବଦ୍ଧ ବା ଉପସ୍ଥିତିରେ ଏକତ୍ର ହୋଇଅଛୁ। ବିବାହ ସର୍ବତ ସମାଜରେ ଗୌରବାନ୍ୱିତ ଓ ଆଦରଣୀୟ ବିଷୟ ଅଟେ। ସାଧୁ ପାଉଲ ବରକନ୍ୟାଙ୍କ ସମ୍ମିଳିତକୁ ଖ୍ରୀଷ୍ଟୀୟ ମଣ୍ଡଳୀର ନିଗୁଡ ତତ୍ତ୍ୱ ସମ୍ମିଳନୀ ପ୍ରକାଶ କରିଅଛନ୍ତି। ମନୁଷ୍ୟର ପବିତ୍ର ଅବସ୍ଥାରେ ପ୍ରେମବ ଈଶ୍ୱର ସ୍ୱୟଂ ଏହି ବିଧାନ ସ୍ଥାପନ କରିଥିଲେ ଏବଂ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ ଶିଷ୍ୟମାନଙ୍କ ସହିତ ବିବାହ ଉତ୍ସବରେ ଯୋଗଦାନ କରି ନିଜର ଉପସ୍ଥିତି ଦ୍ୱାରା ଏହା ପୁଣ୍ୟ ଅବସ୍ଥାକୁ ସୁଶୋଭିତ ଓ ପବିତ୍ର କରିଅଛନ୍ତି। ଅତଏବ ଈଶ୍ୱରଙ୍କ ପବିତ୍ର ପ୍ରଗାଢ଼ ପ୍ରେମ ସହିତ ବିବାହର ସିଦ୍ଧତାରେ ଓ ପ୍ରାର୍ଥନାର ସହିତ ଏହି ପବିତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରବୃତ୍ତ ହେବାକୁ ବର୍ତ୍ତମାନ ସୁଖରେ ବା ଦୁଃଖରେ, ସୁଦଶାରେ ବା ଦୁର୍ଦଶାରେ ଏହିପରି ସ୍ୱାମୀ ଓ ସ୍ତ୍ରୀ ଅଛି। ଏହି ବିଧାନ ଅତୀବ ପବିତ୍ର ଓ ଗୁରୁତ୍ୱ ଦାମ୍ପତ୍ୟପୂର୍ଣ୍ଣ ଅଟେ। ନାହିଁ ତେବେ ବରକନ୍ୟା ଠିଆ ହୁଅନ୍ତୁ। ସର୍ବ ଅନ୍ତର୍ଯାମୀ ଈଶ୍ୱରଙ୍କ ସାକ୍ଷାତରେ ମୁଁ ତୁମମାନଙ୍କୁ ପଚାରୁଅଛି ଯେ ତୁମ୍ଭେ ଦୁହି ଜଣ ବିବାହ ବନ୍ଧନରେ ଆବଦ୍ଧ ହେବା ନିମନ୍ତେ ଯଦି କୌଣସି ଉପଯୁକ୍ତ ଓ ନ୍ୟାୟସଙ୍ଗତର ପ୍ରତିବନ୍ଧକର କାରଣ ଜାଣ, ତେବେ ତାହା ବର୍ତ୍ତମାନ ପ୍ରକାଶ କର। ମୁଁ କହିବି ଆୟୁଷ୍ମତୀ ଶାନ୍ତିମା ମାଛଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ ମୁଁ କୌଣସି ପ୍ରତିବନ୍ଧକର ବିଷୟ ଜାଣେ ନାହିଁ। ମୁଁ ଶାନ୍ତିମା ମାଛ ପ୍ରତିଜ୍ଞା କରି କହୁଅଛି ଯେ ଆୟୁଷ୍ମାନ ସରସ୍ୱତୀମାଙ୍କ ସହିତ ପରିଣୟ ସୂତ୍ରରେ ଆବଦ୍ଧ ହେବା ବିଷୟରେ କୌଣସି ପ୍ରତିବନ୍ଧକର ବିଷୟ ଜାଣେ ନାହିଁ। ତୁମ୍ଭେ କି ବିବାହର ପବିତ୍ର ଅବସ୍ଥାରେ ଈଶ୍ୱରଙ୍କ ମଙ୍ଗଳମୟ ବିଧାନ ଅନୁସାରେ ଦାମ୍ପତ୍ୟ ପ୍ରେମରେ ଆୟୁଷ୍ମତୀ ଶାନ୍ତିମା ମାଛଙ୍କ ସହିତ ନିଜର ବିବାହିତା ଭାର୍ଯ୍ୟା ସ୍ୱରୂପେ ଗ୍ରହଣ କରିବ? ତୁମ୍ଭେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ? ପୁଣି ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ତ୍ରୀଙ୍କ ଠାରେ ଆବଦ୍ଧ ରହି ବିଶୁଦ୍ଧ ଓ ପବିତ୍ର ପ୍ରାଣ ସୂତ୍ରରେ ବାସ କରିବ? ଆୟୁଷ୍ମତୀ ଶାନ୍ତିମା ମାଛ, ତୁମ୍ଭେ କି ବିବାହ ପବିତ୍ର ଅବସ୍ଥାରେ ଈଶ୍ୱରଙ୍କ ମଙ୍ଗଳ ବିଧାନ ଅନୁଯାୟୀ ଦାମ୍ପତ୍ୟ ପ୍ରେମରେ ଆୟୁଷ୍ମାନ ସରସ୍ୱତୀମାଙ୍କ ସହିତ ବିବାହିତ ସ୍ୱାମୀ ସ୍ୱରୂପେ ଗ୍ରହଣ କରିବ? ତୁମ୍ଭେ କି ସର୍ବାବସ୍ଥାରେ ଏହାଙ୍କୁ ପ୍ରାଣର ସହିତ ପ୍ରେମ, ସମାଦର, ସାନ୍ତ୍ୱନା ଓ ପ୍ରତିପାଳନ କରିବ? ପୁଣି ପ୍ରଭୁଙ୍କ ସାକ୍ଷାତରେ ସର୍ବ ବିଷୟରେ ଏହାଙ୍କ ବଶୀଭୂତ ହୋଇ ମୃତ୍ୟୁ ବିଚ୍ଛେଦ ପର୍ଯ୍ୟନ୍ତ କେବଳ ଏହି ସ୍ୱାମୀଙ୍କ ଠାରେ ଆସକ୍ତ ରହି ବିଶୁଦ୍ଧ ପବିତ୍ର ପ୍ରାଣରେ
ଏହାଙ୍କ ସହିତ ବାସ କରିବ। କିଏ ସମର୍ପଣ କରିବେ? ଆସନ୍ତୁ। ଏହି ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ସରସ ଲିମା ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଓ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ମୁଁ ତୁମ୍ଭଙ୍କୁ ଅର୍ଥାତ୍ ଆଇସ୍ମତି ଶାନ୍ତିମା ମାଛଙ୍କୁ ମୋର ବିବାହିତା ଭାର୍ଯ୍ୟା ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସୁଦଶାରେ ବା ବିପଦରେ ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ସମବେତ ମଣ୍ଡଳୀ ସାକ୍ଷାତରେ ମୁଁ ଶାନ୍ତିମା ମାଛ ପ୍ରତିଜ୍ଞା କରି କହୁଅଛି ଯେ ସର୍ବଶକ୍ତିମାନ ସର୍ବଦର୍ଶୀ ଈଶ୍ୱରଙ୍କ ସମ୍ମୁଖରେ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତୁମ୍ଭଙ୍କୁ ଅର୍ଥାତ୍ ଆୟୁଷ୍ମାନ ସରସ ଲିମାଙ୍କୁ ମୋହର ବିବାହିତା ସ୍ୱାମୀ ସ୍ୱରୂପେ ଆଜିଠାରୁ ସୁଖରେ ବା ଦୁଃଖରେ ସୁଦଶାରେ ବା ବିପଦରେ ସୁଖରେ ବା ସୁସ୍ଥତାରେ ବା ଅସୁସ୍ଥତାରେ ଈଶ୍ୱରଙ୍କ ପବିତ୍ର ବିଧାନ ଅନୁସାରେ ଆଜୀବନ ପ୍ରେମ ସମାଦର ପ୍ରତିପାଳନ କରିବାକୁ ଗ୍ରହଣ କରୁଅଛି। ଆଉ ସେଇଥି ନିମନ୍ତେ ପ୍ରାର୍ଥନା କରାଯିବ। ସ୍ଥାନୀୟ ମଣ୍ଡଳୀର ପାଳକ ମହାଶୟ এই মুদ্রিকা নিমন্তে প্রার্থনা করিবে। তারপরে বর কন্যা পরস্পরକୁ ବିବାହର ଚିହ୍ନ ସ୍ୱରୂପେ ମୁଦ୍ରିକା ଆଦାନ ପ୍ରଦାନ କରିବା ହେବେ। ଝିଅ ଶାନ୍ତିମା ମାଛ ଶୁଭ ବିବାହ ଉପଲକ୍ଷେ ଚିହ୍ନ ସ୍ୱରୂପେ ପ୍ରଭୁ ମୁଦ୍ରିକା ଆଦାନ ପ୍ରଦାନ କରିବେ। ଏହା ତୁମ ଦୃଷ୍ଟିରେ ଗ୍ରହଣ ଯୋଗ୍ୟ ହେଉ। ଆଙ୍ଗୁଠିରେ ସେମିତି ଧର ମୁଁ କହିବି ମୁଁ ତୁମ୍ଭଙ୍କୁ ମୋହର ପତ୍ନୀ ସ୍ୱରୂପେ ଗ୍ରହଣ କରିଥିବାରୁ ଏହାର ନିଦର୍ଶନ ଓ ସ୍ମୃତି ସ୍ୱରୂପେ ଏହି ମୁଦ୍ରିକା ପ୍ରଦାନ କରୁଅଛି। ଡାହାଣ ହାତ ଦିଅ। ଚତୁର୍ଥ ଆଙ୍ଗୁଠି ମୁଁ ତୁମ୍ଭଙ୍କୁ ମୋହର ସ୍ୱାମୀ ସ୍ୱରୂପେ ଗ୍ରହଣ କରିଥିବାରୁ ତହିଁର ସ୍ମୃତି ଓ ନିଦର୍ଶନ ରୂପେ
ଏହି ମୁଦ୍ରିକା ପ୍ରଦାନ କରୁଅଛି। ପିନ୍ଧେଇ ଦିଅ। କରିଅଛନ୍ତି ମନୁଷ୍ୟ ସେମାନଙ୍କୁ ଭିନ୍ନ ନ କରୁ। ଏହି ଦୁଇ ଜଣ ଅର୍ଥାତ୍ ଆୟୁଷ୍ମାନ ସରସଲିମା ଆୟୁଷ୍ମତୀ ଶାନ୍ତିମା ମାଛ ପବିତ୍ର ପ୍ରଣୟ ସୂତ୍ରରେ ଆବଦ୍ଧ ହେବା ନିମନ୍ତେ ଏହି ସଭା ସାକ୍ଷାତରେ ଐଶ୍ୱରଙ୍କ ସମ୍ମୁଖରେ ସ୍ୱୀକାର ହୋଇଅଛନ୍ତି। ପୁଣି ପରସ୍ପର ହସ୍ତ ଧରି ଏବଂ ବିବାହର ଚିହ୍ନ ଦେଇ ତାହା ଗ୍ରହଣ କରି ନିଜେ ନିଜର ସମ୍ମତି ପ୍ରକାଶ କରିଅଛନ୍ତି। ଅତଏବ ମୁଁ ପିତା ପୁତ୍ର ପବିତ୍ର ଆତ୍ମାଙ୍କ ନାମରେ ପୁଣି ରାଷ୍ଟ୍ରୀୟ ବିଧି ଅନୁସାରେ ଏମାନଙ୍କୁ ସର୍ବୋଚ୍ଚ ଭାବରେ ସ୍ୱାମୀ ଓ ଭାର୍ଯ୍ୟା ବୋଲି ସ୍ୱୀକାର ଓ ପ୍ରକାଶ କରୁଅଛି। ଈଶ୍ୱର ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ। ସେ ତୁମ୍ଭମାନଙ୍କୁ ରକ୍ଷା ଓ ପ୍ରତିପାଳନ କରନ୍ତୁ। ପୁଣି ତମାନଙ୍କ ଜୀବନ ଯାତ୍ରାରେ ସର୍ବଦା ଆନନ୍ଦ, ପ୍ରେମ, ଶାନ୍ତି, ମଙ୍ଗଳ ପ୍ରଦାନ କରନ୍ତୁ। ଉଭୟଙ୍କୁ ବହୁବଂଶ ପ୍ରଜାବନ୍ତ କରନ୍ତୁ। ବରକନ୍ୟା ଆୟୁଷ୍ମାନ ସରସଲିମା ଆୟୁଷ୍ମତୀ ଶାନ୍ତିମା ମାଛ ମଣ୍ଡଳୀ ସାକ୍ଷାତରେ ସ୍ୱୀକୃତି ପ୍ରଦାନ କରି ବିବାହ ଆବଦ୍ଧରେ ବନ୍ଧା ଯାଇଅଛନ୍ତି। ଏହି ନବଦମ୍ପତିକୁ ଆଶୀର୍ବାଦ କର, ଭବିଷ୍ୟତ ଉଜ୍ଜଳ କର। ଏମାନଙ୍କ ଜୀବନ ଯାତ୍ରା ଶାନ୍ତି, ମଙ୍ଗଳ, ଆନନ୍ଦର କାରଣ ହଉ। ପାରିବାରିକ ଭାବରେ, ମାଣ୍ଡଳିକ ଭାବରେ ସର୍ବ ଉଚ୍ଚରେ ରଖି ଦେଶ ବିଦେଶରେ ତୁମେ ସୁଖ୍ୟାତି ଦିଅ। ପିତାଙ୍କ ଅନୁଗ୍ରହ, ପବିତ୍ର ଆତ୍ମାଙ୍କ ଚେତନା, ପ୍ରେରଣା, ସହଭାଗିତା ଏବଂ ଶାନ୍ତି ଏବେ ପୁଣି ସଦାବେଳେ ବରକନ୍ୟାଙ୍କ ପ୍ରତି, ଜୀବନ ଯାତ୍ରା ପ୍ରତି ସଙ୍ଗେ ସଙ୍ଗେ ରହି ଆଶୀର୍ବାଦ, ଅନୁଗ୍ରହ, ବହୁବଂଶ ପ୍ରଜାବନ୍ତ ଧନ ସମ୍ପତ୍ତିରେ ପ୍ରଦାନ କରନ୍ତୁ। ଆମେନ୍। ସେହି ସମୟରେ କରତାଳି ଦବା। ଝିଅ ମୁଣ୍ଡ ଉଠା, ଝିଅ ମୁଣ୍ଡ ଉଠା। ବର୍ତ୍ତମାନ ବିବାହ କାର୍ଯ୍ୟ ସମାପ୍ତ ହୋଇଅଛି। ରେଜିଷ୍ଟ୍ରେସନ କାର୍ଯ୍ୟ କରାଯିବ। ମାଣ୍ଡଳିକ କାର୍ଯ୍ୟକ୍ରମ ଯଦି କିଛି ଅଛି ଆଗକୁ କଢେଇ ନେବେ। ସେ ବରକୁ ଦେଉଥିବା ଉପହାର ବିବାହ ଉପଲକ୍ଷେ ରଚନା ଗୀତ ଅଛି। ଗୋଟିଏ ଗୀତ ବର ପକ୍ଷରୁ ଆଉ ଗାଇବେ। हेलो हेलो हेलो
যদি গীତ ହଉନାହିଁ ଆମେ ଟ୍ରାକ୍ସ ଯଦି ହଉନାହିଁ ବନ୍ଦ କରିବା। বিদায়নে শাশু ঘর জালে বিদায়নে শাশু ঘর প্রভু কে করিব খণ্ডন তো জনম পর